ଅଦ୍ୟାବଧି ସମ୍ଭବି ନାହିଁ ଯେଉଁ ଚମତ୍କାର। ଜଗମୋହନ ଏବଂ କୁମାରଦେବ ଦୁଇ ମିତ। ଆଧି ଭୌତିକ ବ୍ୟାପାର ଏବଂ ହବୁ ବିଦ୍ୟାରେ ଦୁହିଁଙ୍କର ଭାରି ଆଗ୍ରହ। ତେବେ ଦୁହେଁ ଧରିଲେ ଦୁଇ ଭିନ୍ନ ପତ୍ର। ତନ୍ତ୍ର ମାର୍ଗରେ ଗଲା ଜଗମୋହନ। କୁମାରଦେବ ଜଣେ ଯୋଗୀଙ୍କ ଶିଷ୍ୟତ୍ୱ ଗ୍ରହଣ କଲା। ଅନେକ ବର୍ଷ ସେମାନେ ପରସ୍ପର ଭେଟାଭେଟି ହୋଇନଥିଲେ। ଏକଦା ରାତିରେ କୁମାରଦେବ ତା ଘର ଦରଜାରେ କେହି ମୃଦୁ କରାଘାତ କରିବାର ଶୁଣି କବାଟ ଖୋଲି ବାରନ୍ଦାକୁ ଆସି ଦେଖିବା ବେଳକୁ ସମ୍ମୁଖରେ ଉଭା ଜଗମୋହନ। ଗୋଟାଏ ଯୁଗ ପରେ ତତେ ଦେଖୁଛି ଜଗୁ, ଲୋକେ ତୋ ବିଷୟରେ କେତେ କଣ କହନ୍ତି। ତୁ କୁଆଡେ ନାନା ଆଦି ହବୁ ବିଦ୍ୟା ଦେଖାଇ ସମସ୍ତଙ୍କୁ ଚମକାଇ ଦେଇପାରୁ। ସେ ଯାହା ହେଉ ଏତ ରାତିରେ କେମିତି ଆସିଗଲୁ? ପଚାରିଲା କୁମାରଦେବ। ଭାଇ, ମୁଁ ଲୋକଙ୍କ ଆଖି ଖୋସି ହୋଇଗଲା ଭଳି ନାନାଦି ଚମତ୍କାର ଦେଖାଇବା ସମ୍ପର୍କରେ ଯାହା ଶୁଣିଛି ତାହା ଠିକ, କିନ୍ତୁ ସେସବୁ କାମ ପ୍ରକୃତରେ ମୁଁ କରେ ନାହିଁ। ଗୋଟାଏ ବିଶେଷ ତାନ୍ତ୍ରିକ ସିଦ୍ଧି ବଳରେ ମୁଁ ଗୋଟାଏ ବେତାଳ ଶକ୍ତିକୁ ଦାସ ବନାଇ ପାରିଛି। ମୁଁ ଯେଉଁ ଆଦେଶ ଦେଲେ ସେ ପାଳନ କରେ, କିନ୍ତୁ ସର୍ବଦା କୌଣସି ନା କୌଣସି ଚମତ୍କାର ପ୍ରଦର୍ଶନ ପାଇଁ ମୁଁ ତାକୁ ଆଦେଶ ଦେବା ଚାହିଁ। ସେତିକି ଛଡା ସେ ଅନ୍ୟ କୌଣସି ବ୍ୟାପାରରେ ମୋର ସହାୟତା କରିବାକୁ ସକ୍ଷମ ନୁହେଁ। ଏତକ କହି ଟିକେ ଦମ ନେଲା ଜଗମୋହନ। ତାକୁ କୌଣସି ଗଠନମୂଳକ କାମ କରିବାକୁ କହୁନାହୁଁ। କେଉଁଠାରେ ହୁଏତ ବନ୍ଧ ଭାଙ୍ଗି ଯାଇଛି, ସେ ଯାଇ ମାଟି ପକାଇ ବନ୍ଧ ବାନ୍ଧିବୁ, ପରାମର୍ଶ ଦେଲା କୁମାରଦେବ। ତାହା ସମ୍ଭବ ହେଲେ କଣ ମୁଁ ତାକୁ ସେମିତି କାମରେ ଲଗାନ୍ତି ନାହିଁ? ନା, ଖାଲି ଯେଉଁଥିରେ ଅନ୍ୟ କେହି ଆଚମ୍ବିତ ହେବାର ସମ୍ଭାବନା ଥିବ ସେ ସେଇଥିରେ ମୋର ସହାୟତା କରିବ, ଅନ୍ୟ କାହିଁରେ ନୁହେଁ। ଆଚ୍ଛା କହିଲୁ, ସବୁବେଳେ ମୁଁ କଣ ହବୁ ବିଦ୍ୟା ଦେଖାଇ ଚାଲିଥିବି? କିନ୍ତୁ ବର୍ତ୍ତମାନ ଅବସ୍ଥା ଏମିତି, ମୁଁ ତାକୁ ବରାଦ କରିବା ପରିବର୍ତ୍ତେ ସେ ସର୍ବଦା ମତେ ବରାଦ କରି ଚାଲିଛି। କାମ ଦିଅ। ମୁଁ ଶୋଇ ପଡିଥିଲେ ସେ ଆସି ନିଦରୁ ଉଠାଇ ଦେବ, କାମ ଦିଅ। ମୁଁ କାହା ସହିତ ଟିକେ ସୁଖ ଦୁଃଖ ହେଉଥିବି, ସେ ଆସି ମୋ କାନ ସୁଲୁସୁଲୁ ହେଲା ଭଳି ଅନ୍ୟ କେହି ନ ଶୁଣିଲା ଶୈଳୀରେ କହିବ, କାମ ଦିଅ। ମୁଁ ବିରକ୍ତ ହୁଏ, ତାକୁ ଗାଳି ଗୁଲଜ କରେ, କିନ୍ତୁ ସେ ତ ମଣିଷ ନୁହେଁ ଯେ ଅଭିମାନ କରିବ କିମ୍ବା କ୍ଷୁବ୍ଧ ହେବ। ତା ଭିତରେ କୌଣସି ପ୍ରତିକ୍ରିୟା ହୁଏ ନାହିଁ। ସବୁ ଶୁଣି କହିବ, କାମ ଦିଅ। କୁମାର, ମୁଁ ବଡ ଭୋଗିଲିଣି, କଣ କରିବି କହିଲୁ? ଜଗମୋହନ କଣ୍ଠରୁ ତା ଉତ୍କଣ୍ଠା ବେଶ ବାରି ହୋଇ ପଡୁଥିଲା। କୁମାରଦେବ ଟିକେ ଚିନ୍ତା କଲା। ତୋର କୁକୁର ଅଛି? ଅଛି, ଭାରି ଭଲ କୁକୁର, ଉତ୍ତର ଦେଲା ଜଗମୋହନ। ତା ଲାଞ୍ଜଟି ଅଛି ତ? ହଁ ଅଛି, ବେଶ। ଏହାପରେ କୁମାରଦେବ ଜଗମୋହନ କଣ କରିବ ତାହା ବତାଇ ଦେଲା। କୁମାରଦେବ ପାଖରେ ଜଗମୋହନ ଯେଯାଇ ରହିଥିଲା, ବେତାଳ ତାଠୁ ଦୂରେଇ ଯାଇଥିଲା। ସେ ବାଟକୁ ବାହାରି ପଡିବା ମାତ୍ରେ ବେତାଳ ତା କାନ ପାଖରେ ଆରମ୍ଭ କଲା ଅର୍ଦ୍ଧସ୍ପୁଷ୍ଟ ଅନୁନାସିକ ଦାବି। କାମ ଦିଅ ମ। କାମ ତ ଅପେକ୍ଷା କରିଛି। ତୁ ଥିଲୁ କୁଆଡେ ମହାବେତାଳ? କାମ ଅପେକ୍ଷା କରିଛି? କେଉଁ ପ୍ରକାର ଚମତ୍କାର ମତେ ବର୍ତ୍ତମାନ ସାଧନ କରିବାକୁ ହେବ କୁହ ଶୀଘ୍ର। ଶୁଣ ମହାବେତାଳ, ମୋ କୁକୁର ସହ ତୋର ଖୁବ ସୌଖ୍ୟ ନୁହେଁ? ହଁ ମାଲିକ। ଶୁଣ, ମହାପୁରୁଷ ମାନେ କହୁଛନ୍ତି ସବୁଠୁ ବଡ ଚମତ୍କାର, ସବୁଠୁ ଆଖି ଦୃଶ୍ୟା ହବୁ ବିଦ୍ୟା ହେବ ତା ବଙ୍କା ଲାଞ୍ଜ ଗୋଟିକୁ ସଳଖ କରିଦେବା, କିନ୍ତୁ ତାକୁ ଯେମିତି କଷ୍ଟ ନ ହେବ। ଯା, କାମ ଆରମ୍ଭ କରିଦେ। କିନ୍ତୁ ସେ କାମ ତ ମୁଁ ଆଖି ପଲକରେ କରିଦେବି। ସତେ? ମୋର ଶୁଭେଚ୍ଛା ରହିଲା, ଯା, କରି ଦେଖା। ବେତାଳ ଯାଇ ତାଚ୍ଛଲ୍ୟ ଭରେ କୁକୁର ଲାଞ୍ଜ ନିଜ ଦୁଇ ହାତ ଭିତରକୁ ନେଇ ସଳଖ କରି ଆଉଁସି ଦେଇ ହାତ ଛାଡ଼ିଦେଲା। ତତ୍କ୍ଷଣାତ୍ ଲାଞ୍ଜଟି ଗୋଲକାରରେ ବଙ୍କା ହୋଇଗଲା। ବେତାଳ ପୁନର୍ବାର ସଳଖ କଲା, ଲାଞ୍ଜ ପୁନର୍ବାର ବଙ୍କା ହେଲା। କ୍ରମେ ବେତାଳ ତାର ସମସ୍ତ ଏକାଗ୍ରତା ଦେଇ କାମଟିରେ ନିମଜ୍ଜିତ ହେଲା। ଶେଷ ସମ୍ବାଦ ଅନୁସାରେ ବେତାଳ ସେମିତି ନିମଜ୍ଜିତ ରହିଛି, କୁକୁର ଲାଞ୍ଜ କିନ୍ତୁ ସଳଖ ହେବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ।